ହେଇଚିରେ ପୁଅ ଆଜି ସାଙ୍ଗମାନେ ଆସନ୍ତୁ ପାଓ ଭାଜି ବନେଇବା। ପାଓ ଭାଜି ବନେଇବା ପାଇଁ ମୁଁ ସବୁ ପ୍ରକାର ପରିବାକୁ କାଟି ନେଇଥିଲି। ତାକୁ ଗୋଟେ କୁକରରେ ଦେଇ ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଦେଇ 3ରୁ 4 ସିଟି ମାରିବା ପାଇଁ ବସେଇଦେଲି। ଗୋଟି ସିଟି ମାରିବା ସମୟରେ ମୁଁ ଏପଟେ ପିଆଜ ଆଉ ବିଲାତିକୁ କୁଚ କୁଚ କରି କାଟି ନେଇଥିଲି। ପିଆଜ ଟମାଟୋ କାଟି ସାରିଲା ପରେ ମୁଁ ଟିକେ କ୍ୟାମେରା ସାମ୍ନାକୁ ପଳେଇ ଆସି ଟିକେ ଷ୍ଟାଇଲ ମାରିଦେଲି। ଗୋଡ଼ ମୁହଁଟି ଦେଖି ସାରିଲା ପରେ ଗୋଟେ କଡ଼େଇରେ ତେଲ ଦେଇଦେଲି। ତେଲଟି ଭଲ ଭାବରେ ଗରମ ହେଇଗଲା ପରେ ସେଥିରେ ଟିକେ ଜିରା ଆଉ ଟିକେ ଅଜୁଆଣି ପକେଇଦେଲି। ଜିରା ଅଜୁଆଣି ଭଲ ଭାବରେ ହେଇଗଲା ପରେ ସେଥିରେ ପିଆଜ ଦେଇଦେଲି। ପିଆଜଟିକୁ ଟିକେ ଭାଜି ନେଲି। ପିଆଜଟିକୁ ଭାଜିବା ସମୟରେ ସେଥିରେ ଟିକେ ହିଙ୍ଗ ଦେଇଦେଲି। ହିଙ୍ଗୁ ଦେଲେ କ'ଣ ହେବ ନା ପାଓ ଭାଜିର ସ୍ମେଲଟା ବହୁତ ଭଲ ହେବ। ସେଥିରେ ଟମାଟୋ ଦେଇ ତାପରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ପାଉଡ଼ର ଆଉ ଟିକେ ଚିକେନ୍ ମସଲା, ତାପରେ ମୁଁ ଏଭରେଷ୍ଟର ପାଓ ଭାଜି ମସଲା ୟୁଜ୍ କରିଛି। ସାଙ୍ଗମାନେ ଆପଣମାନେ ଚାହିଁଲେ ଯେକୌଣସି କମ୍ପାନୀରେ ପାଓ ଭାଜି ମସଲା ୟୁଜ୍ କରିପାରିବେ। ପାଓ ଭାଜି ମସଲା ଦେଇ ସେଥିରେ ଟିକେ ପାଣି ଦେଇ ତାକୁ ମସଲାଟିକୁ କଷିବା ପାଇଁ ଛାଡ଼ିଦେଲି। କଷିବା ଟାଇମରେ ଏପଟେ ମୋର ଭେଜିଟେବଲ ଗୁଡ଼ିକ ସିଝି ଯାଇଥିଲା। ତାକୁ ମୁଁ ଭଲସେ ପେଷ୍ଟ ବନେଇ ଦେଇ ସେଇ ମସଲାରେ ପକେଇ ଦେଇ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲସେ ଫ୍ରାଏ କରିନେଲି। ତାପରେ ଦେଖନ୍ତୁ ସାଙ୍ଗମାନେ ମୋ ପାଓ ଭାଜି ରେଡ଼ି ହେଇଯାଇଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।